ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବି ଭଲରେ ଅଛି। କାଲି ରାତିରେ ମୁଁ ଜଗାଙ୍କୁ ନେଇକିନା ବହୁତ କିଛି ସ୍ୱପ୍ନ ଦେଖୁଥିଲି, ଆଉ ସାଙ୍ଗମାନେ କହୁଥିଲେ ଯେ ଭିଡ଼ିଓ ଆସୁନି କ'ଣ ପାଇଁ କି। ଟିକେ କାମରେ ଟିକେ ବ୍ୟସ୍ତ ଥିଲି ତ ଭିଡ଼ିଓ ଆସୁନଥିଲା। ଆଉ ଆଜି ମନ୍ଦିର ବାହାରିଲୁ, ଆଉ ଏଇ ଯେଉଁ ପିଲାଟା ଅଛି ମୁଁ ୟାଙ୍କୁ ସାଙ୍ଗରେ ନେଇକିନା ଯାଇଥିଲି। ବାଟରେ ଯିବା ରାସ୍ତାରେ କି ଅଟୋବାଲା ଆମକୁ ଗୋଟେ ଅଲଗା ଜାଗାରେ ଛାଡ଼ିଦେଲେ। ଆମେ ଯିବାର ଥିଲା ଗୋଟେ ଜାଗାକୁ, ଛାଡ଼ିଦେଲେ ଅଲଗା ଜାଗାରେ କି। ତ କିଛି ନାହିଁ, ଆମେ ଚାଲି ଚାଲି ବି ଗଲୁ। ଚାଲି ଚାଲି ଗଲା ପରେ ରାସ୍ତାରେ କି ମାନେ ବହୁତ ଦୂର ରାସ୍ତାରେ ଛାଡ଼ିଦେଲା, ବିଲ ରାସ୍ତାରେ ଛାଡ଼ି ଦେଇଥିଲା। ତ ସେ କହିଲା ଯେ ଏମିତି ରାସ୍ତାରେ ଏମିତି ପଳେଇବ, ଆଉ ବହୁତ ଲୋକ ପଚାରିକିନା ଆସିଲେ ଏଇ ଯେଉଁ ମନ୍ଦିର ଦେଖୁଛୁ ଏଇ ମନ୍ଦିରରେ କି ଯିବା ଆମେ। ଆଉ ବାଟରେ ଯିବା ରାସ୍ତାରେ କି ବହୁତ ପ୍ରବଳ ଖରା ହେଇଛି। ଆପଣମାନେ କୁଆଡ଼େ ବାହାରିଲେ ସାଙ୍ଗରେ ପାଣି ବୋଟଲ ନେଇକିନା ବାହାରିବେ। ଆମେ ତ ପୁରା ଆଜି ପୁରା କାନ୍ଦି ଯାଇଛୁ, ବହୁତ ଜୋର ଖରା ହେଇଛି। ଆଉ ଯାହା ବି ହଉ, ଆମେ ଯେଉଁ ମନ୍ଦିର ଯାଉଛୁ ସେ ମନ୍ଦିରଟା ହେଉଛି ଶ୍ରୀକୃଷ୍ଣଙ୍କର ମନ୍ଦିର। ଆଉ ଫାଇନାଲି ଆମେ ପହଞ୍ଚି ଗଲୁ ମନ୍ଦିର। ଆଉ ମନ୍ଦିରରେ କି ଏମିତି କିଛି ଦେଖିବାକୁ ଥିଲା। ଚେନ୍ନାଇରେ କି ଏମିତି ମନ୍ଦିର ଅଛି ମୁଁ ବି କେବେ ଭାବିନଥିଲି। ଯାହା ବି ହଉ, ଫାଇନାଲି ଆମେ ପହଞ୍ଚି ଶ୍ରୀକୃଷ୍ଣଙ୍କୁ ଦେଖା କଲୁ। ଦେଖା କଲା ପରେ ମାନେ ମୁଁ ଯାହାଙ୍କର ସ୍ୱପ୍ନ ଦେଖୁଥିଲି, ଯାହାଙ୍କୁ ନେଇକିନା ରାତିରେ କି ମୁଁ କିଛି ଭାବୁଥିଲି, ତ ମୁଁ ବି କେବେ ଭାବିନଥିଲି କି ଏମିତି ମନ୍ଦିର ଏମିତି ମାନେ ଅଚାନକ ଦେଖା ହେଇଯିବ ଜଗାଙ୍କ ସହିତ। ଫାଇନାଲି ଦେଖନ୍ତୁ ଜଗା ବି ସାଙ୍ଗରେ କି ଅଛନ୍ତି। ଆଉ ମୁଁ ତ ଦେଖିକିନା ବହୁତ ସକ୍ ହେଇଗଲି ଯେ ମାନେ ଚେନ୍ନାଇରେ କି ଏମିତି ମନ୍ଦିର ଅଛି ଯୋଉଠି ଶ୍ରୀ ଜଗନ୍ନାଥ ଅଛନ୍ତି। ମୁଁ ତ ବହୁତ ସକ୍। ଯାହା ବି ହଉ, ଜଗାଙ୍କର ଇଚ୍ଛା ଦେଖା ହେଲା। ଯାହାଙ୍କୁ ନେଇକିନା ରାତିରେ ଭାବୁଥିଲି ଆଜି ସକାଳେ ଦେଖା ହେଲା, ତ ଖୁସି ବହୁତ। ମନ୍ଦିର ଚାରିପାଖେ ବୁଲିଲୁ, ଆହୁରି କିଛି ଠାକୁରଙ୍କୁ ବି ଦର୍ଶନ କଲୁ। ସେଠାରେ କ୍ୟାମେରା ଏଲାଉ ନଥିଲା, ତ ଲୁଚି ଲୁଚିକିନା ଯାହା କିଛି ଭିଡିଓ ବନେଇଛି। ବାହାରିକି ଆସିଲା ପରେ ଗୋଟେ ଜୁସ୍ ଆଣିକିନା ପିଇଲି। ମୁଁ ଆଉ ଶୋଷ ଭୋକ ସମ୍ଭାଳି ପାରିଲିନି। ଏତେବେଳକୁ ଟାଇମ ହେଇଗଲାଣି ଦିନ 2ଟା। ଯାହା ବି ହଉ, ମନ୍ଦିର ଗଲେ ମନ୍ଦିରରେ କି ମାନେ ସେ ଯୋଉ ନଜାରା ଆଉ ପ୍ରଭୁଙ୍କୁ ଦର୍ଶନ କରି ସାରିଲା ପରେ ସେ ଯୋଉ ଗୋଟେ ଖୁସି ଆନନ୍ଦ ମିଳିଲା, ମତେ ତ ଟାଇମ ହିଁ ଜଣା ପଡିଲାନି। ତ ଚାଲ ରହୁଛି, ପୁଣି ଦେଖା ଗୋଟେ ନୂଆ ଭିଡିଓରେ। ଜୟ ଜଗନ୍ନାଥ।